83 ମସିହାରେ ମୋର 7 ଲକ୍ଷ ଟଙ୍କା ଲସ୍ ହେଲା ସେତେବେଳେ। 83 ମସିହାରେ 7 ଲକ୍ଷ ଟଙ୍କା ଲସ୍ ହେଲା। ସେତେବେଳେ ପେଟ୍ରୋଲ ଲିଟର ଥିଲା 60 ପଇସା, ସୁନା ଥିଲା 280 ଟଙ୍କା ଭରି। ଘରେ ମରିଗଲେ, ଗୋଟା ପରେ 12-13 ଜଣ ମରିଗଲେ। 12-13 ଜଣ ମରିଗଲେ। ହଁ, ବର୍ଷକୁ ବର୍ଷ ସବୁ ମରିଗଲେ ଆଉ। ମୁଁ କହିଲି କଣ ସବୁ ମିଛ ବା, କେହି କାହାର ନୁହନ୍ତି। ଆପଣ ଯୋଉ ଜଟ ରଖିଛନ୍ତି, ଏଇ ଜଟରେ କଣ ସତରେ ସାପ ଶୋଇଥିଲା ଆସିକିରି? ମୁଁ ଶୋଇଥିଲି କମଳ ଘୋରେଇକି, ଭାଲୁ ଫାଲୁ ସବୁ ବୁଲୁଥିଲେ। ବାବା କହିଲେ ଉଠୁନି ଉଠୁନି, ସାପ କଣ୍ଟା ପିଛା ମାରିଦେବ। ମୁଁ ଆଉ କରେଇଲି। କୋଉ ସାପ ଶୋଇଥିଲେ? ସଂକ୍ରାନ୍ତିରେ ଆସନ୍ତି। ମୁଁ ଦିନ ଆଳତି କରୁଛି, ପିଢ଼ା ତଳେ ନାଗ ସାପ ପଇଛି। ମୁଁ ଗଲା ବେଳକୁ ନାଙ୍ଗୁଚ ବାଡ଼େଇ ଦେଲେ ପିଢ଼ା ଉପରେ, ଟେକିଦେଲେ। ମୁଁ କହିଲି ବୁଦ୍ଧି ଶିଖିବ, ଯେଉଁ ଆଳତି କରିବିନି ସେଠି ଆସ୍ତେ ଆସ୍ତେ ଗଲେ। ହଁ, ମୁଁ ପ୍ୟାଣ୍ଟ ସାର୍ଟ ପିନ୍ଧିଛି, ବାଇକ୍ରେ ବୁଲିଛି। 60 ପଇସା ଥିଲା ଲିଟର ଗାଡ଼ି ଚଢ଼ିଛି, ରାଧୁ ଚଢ଼ିଛି, ବୁଲେଟ୍ ଚଢ଼ିଛି। ସମଲ ବାଜାରରେ ଚାକିରି କରିଥିଲି, ରେଙ୍ଗାଳିରେ ବି ଚାକିରି କରିଥିଲି। ମହାନଦୀ ବାରିଜେ ଯେଉଁ ବ୍ରିଜ୍ ତିଆରି ତା ଦେହରେ ଡିଲିଂ ଡିପାର୍ଟମେଣ୍ଟ ଥିଲି, ତାକୁ ବି କରିଥିଲି। ସେଇ ତାପରେ ଆସିଲା ପରେ ପରିବାର ଟିକେ ଆମ ଘରେ ମରିଗଲେ, ଗୋଟା ପରେ 12-13 ଜଣ ମରିଗଲେ। 12-13 ଜଣ ମରିଗଲେ। ହଁ, ବର୍ଷକୁ ବର୍ଷ ସବୁ ମରିଗଲେ ଆଉ। ସିଏ ଆମର ଗାଁ ଭିତରେ ଘର, ଆମେ ଗୋଟେ ବିପିଠୁ ପଳେଇଲୁ। ଆମେ ଥିଲେ 5 ଭାଇ, ସିଏ ଥିଲେ ବାପାଙ୍କର 2 ଭାଇ, ତ ତାଙ୍କର ଦୀପ, ଆମେ ତାଙ୍କ ଗାଁ ଘର ଛାଡ଼ି ପଳେଇ ଆସିଲୁ। ଆସିଲା ପରେ ଗୋଟା ଭାଇ ମାଲ ଖାନି, ସିଏ ମାଲ ଖାଇବା ଘଣ୍ଟା ଦୋକାନ କରିଥିଲେ। ଗଣ୍ଡା ଭାଇ ମ୍ୟୁନିସିପାଲିଟିରେ ସେଲ୍ ସେଣ୍ଟରରେ ଚାକିରି କରିଥିଲେ, ସିଏ ଇଏ ହେଲେ। ବାପା ରେଲୱେରେ ଡ୍ରାଇଭର ଥିଲେ, ତାଙ୍କର ରିଟାୟାର୍ଡ଼ ହେଲେ। ସାନ ଭାଇ ରେଲୱେରେ ଥିଲେ, ରିଟାୟାର୍ଡ଼ ହେଲେ। ସବୁ ପଇସା ପତ୍ର ନେଲେ, ଖାଇସାରିଲା ପରେ ସେଇ କାହାକୁ ରିସିଭ୍ କଲେନି। ମୁଁ କହିଲି କଣ ସବୁ ମିଛ ବା, କେହି କାହାର ନୁହନ୍ତି। ସେଇଠୁ ଦେହ ଖରାପ ହେଲା, ଏଠି ମେଡ଼ିକାଲ ନେଇଥିଲି କଣ୍ଟ୍ରାକ୍ଟରେ, ଡାଇରେକ୍ଟ କଣ୍ଟ୍ରାକ୍ଟରେ। 83 ମସିହାରେ ମୋର 7 ଲକ୍ଷ ଟଙ୍କା ଲସ୍ ହେଲା ସେତେବେଳେ। 83 ମସିହାରେ 7 ଲକ୍ଷ ଟଙ୍କା ଲସ୍ ହେଲା। ସେତେବେଳେ ପେଟ୍ରୋଲ ଲିଟର ଥିଲା 60 ପଇସା, ସୁନା ଥିଲା 280 ଟଙ୍କା ଭରି। ସେଠୁ ମୁଁ ଆସେ, ଦୋକାନ ବନ୍ଦ କରିବି, ଚାଲିଚଲ ଦୋକାନ। ବାବା ହେରିକା ଏଠିକି ବସିକି ତାଙ୍କର କୀର୍ତ୍ତନ କରିଥିବେ। ମୁଁ ସେ ରାଣୀ ପୋଖରୀଟା ପରିଷ୍କାର ତ, ଗାମୁଛା ପାଇ ଶୋଇଯିବି, ସେ ଗାଧେଇବି, ବୁଲିକି ଯାଇ ଦୋକାନରେ ଶୋଇ। ଆସ୍ତେ ଆସ୍ତେ ସେଠି ବାପା ଫାଷ୍ଟ ମରିଗଲେ 12-13 ଜଣ। ମନଟା ଇଏ ହେଇଗଲା, ସେଇ ଦେହଟା ଖରାପ ହେଲା। ମୁଁ ବସିଥିଲି ଏଠି ବସିକିରି ପ୍ରସାଦ ଖାଉ ଖାଉ ଚାଲିଲା। ସେ ବାପା ଯେ ମରିଗଲେ, ଜଟ ହେଇଥିଲା, ଜଟ ଯେ ନଣ୍ଡା ହେଇ ପଡ଼ିଲେ, ଗାଁ ବାଲା ପାଟି କଲେ, ଗଲା ନଣ୍ଡା ହେଉନି, ସେ ଛାଡ଼ି ଦେଇଛି ଆସ୍ତେ ଆସ୍ତେ ଆଉ। ଆଚ୍ଛା, ଆପଣ ବିବାହ କରିଛନ୍ତି ନା? ବିବାହ କରିଛନ୍ତି? ଆପଣଙ୍କ ସ୍ତ୍ରୀ, ଆପଣଙ୍କ ପୁଅ, ଝିଅ 2ଟା। ମାମୁଁ ଘର ତାକୁ ସବୁ ଇଏ କର, ମାମୁଁ ଘର କିଛି ନଥିଲା। ଯେତେବେଳେ ଗୋଟିଏ ଝିଅ ହେଲା, ତ ମାମୁଁ ଘର କୋଟିପତି ହେଲେ। ସେ ଆଉ ଛୁଆଙ୍କୁ ଛାଡ଼ନ୍ତି 2 ଝିଅଙ୍କୁ। ଆଉ ମୋତେ ତ ମୋ ପାଖ କିଛି ନାହିଁ, ମୋତେ ସୁବିଧା ମିଳିଗଲା, ମୁଁ ଆଉ ସିଆଡ଼େ ଗଲିନି ଆଉ। ସେ 2 ଝିଅଙ୍କୁ ବିବାହ ଶାଦୀ ସବୁ କରୁଛନ୍ତି। ଆଚ୍ଛା, ଏବେ ଆପଣଙ୍କୁ କଣ କେବେ ରାଗ ଲାଗେନି, କ୍ରୋଧ ଆସେନି ଆପଣଙ୍କ ଭିତରେ? ମୁଁ ରାଗେନି, ମୋତେ ବାଡ଼େଇଲେ ମୁଁ ରାଗ ଲାଗିବନି। ଅଛି ନା ନାହିଁ? କିଛି ଦୁଃଖ ନାହିଁ। ଭଗବାନ କହିଛନ୍ତି 3ଟା ଧର୍ମ ଦେଇଛନ୍ତି, ସତ୍ୱଗୁଣ, ରଜଗୁଣ, ତମଗୁଣ। ତମେ ସତ୍ୱଗୁଣ ଖାଦ୍ୟ କଲେ ରାଗ ଅହଙ୍କାର ଆସିବନି। ଆମେ ଯିଏ ବାଡ଼େଇ ଦେବ, ଆମେ ସେଠି କହିବି ଆମ ପୁଅ ମାଇଲା, ଆମେ ତ କହିବୁ ଭଗବାନ ତ ସଦ୍ବୁଦ୍ଧି ଦିଅ। ତମକୁ ଯିଏ ବାଡ଼େଇ ଦେବ, ମାରିଦେଲା, ମୋର ସମ୍ମାନ ଯାଉଛି, ତମେ ଆପରେ ଆକ୍ସନ ନେଇଯିବ। ତମ ରଜଗୁଣ ଲୋକ, ଆମେ ସତ୍ୱଗୁଣ ଲୋକ। ଆମେ ସବୁ ଛୁଆଙ୍କୁ ପଶୁ ପକ୍ଷୀ ଛୁଆ ବୋଲି ଭାବୁ। ଆମେ ଭଗବାନ ଡାକୁ, ପ୍ରଭୁ ସମସ୍ତେ ବିଶ୍ୱରେ ମଙ୍ଗଳ ରହନ୍ତୁ। ତମେ ସେ କଥା କହିବନି। ସ୍ୱପ୍ନ ମୁଁ ହାତୀ ଫାତି ଦେଖେ ଖାଲି। ହଁ, ହାତୀ ଘୋଡ଼ା ଏମିତି ସବୁ ଦେଖିଲେ ରାତିରେ ସ୍ୱପ୍ନ। ଏବେ ବାବାଙ୍କୁ କହିଲି, ହାତୀ ଖାଲି ଆମର ଧାନ ଏଠି ଗଦା ହେଇଛି, 12 ଜାଗା ବୁଲିକି ଧାନ ବସ୍ତା ଥୋଇକି ବୁଝିଛି, କେହି ନେବେନି ବୋଲିକିରି। ଆଚ୍ଛା, ଆପଣଙ୍କ ସ୍ୱପ୍ନରେ କେବେ ସୁନା ଦେଖିନାହାନ୍ତି? ନା, କେବେ ସୁନା ଖୋଜିବାକୁ ଚେଷ୍ଟା କର? କିଛି ସୁନା ଆମର ସମ୍ପତ୍ତି ପଡ଼ିଛି କି ନାହିଁ, ଭୋଗ କରିବ, ସେଗୁଡ଼ା କ'ଣ ହେବ? ନା, ମୋ ପାଖରେ କିଛି ନାହିଁ। ମୋ ଛୁଆଙ୍କୁ ବି ମୁଁ ସୁନା ଖଣ୍ଡି କପଡ଼ା ଖଣ୍ଡି ଦେଇନି। ଏ ଛୁଆ ବି ମୋତେ କେଉଁଦିନ ମାଗନ୍ତିନି। 7 ଲକ୍ଷ ଟଙ୍କା ସେତେବେଳେ ମେଡ଼ିକାଲରେ ମୁଁ ଡାର୍ଟ ନେଇଥିଲି। ଏବେ ତାର 7 ଗୁଣ 8 ଗୁଣ ହେଇଯିବ। ଆମେ ସେତେବେଳେ 4 ଆଣା ପଇସାରେ ନଡ଼ୁ 4ଟା ଖାଉଥିଲୁ। ଆଉ ପେଟ୍ରୋଲ ଥିଲା 60 ପଇସା। ପେଟ୍ରୋଲ କେତେ ହେଲା ଲିଟର? 60 ପଇସା ଲିଟର ଥିଲା। ମୁଁ ରାଜଦୂତ କିଣିଥିଲି 2078ରେ 3700 ଟଙ୍କା ଦେଇକିରି। ପୁରୀ ଯାଇଥିଲେ 20 ଟଙ୍କା ପେଟ୍ରୋଲ ପକେଇକିରି। ମୋତେ ସେଠି ପୁଲିସ ଧଇଲେ, ଦେଇଥିଲେ କେସ୍ ମୋ ନାଁରେ। ଆମେ 3 ଜଣ ବସି ଯାଇଥିଲୁ ବୋଲି 25 ଟଙ୍କା ଦେଇକି ମୁଁ ସେଠି କୋର୍ଟରେ ଫଇସଲା କରି ଯାଇଥିଲି। ନେମ୍ ପ୍ଲେଟ୍ ନଥିଲା, ଆମେ 3 ଜଣ ବସିଥିଲୁ ବାଇକ୍ରେ, 2 ଜଣରୁ 3 ଜଣ ବସିଲେ ଫାଇନ୍ ହେଇଥାନ୍ତା। ଓକିଲ କହିଲା 25 ଟଙ୍କା ଦେଇ ଫାଇନାଲ୍ କରିଦେ, ନହେଲେ ଧଉଡ଼ି ଦୌଡ଼ି ମାରିଦେବେ। ଆଉ 60 ପଇସା ମାନେ କେତେ ହେଲାଣି? ଆଚ୍ଛା, ଯୋଉ ବାବୁ ମାନେ ଅଧିକ ଟଙ୍କା ଇନକମ୍ କରୁଛନ୍ତି ଖୁସି ପାଇଁକା, ସୁଖ ପାଇଁକା, ସିଏ ସୁଖ କରି ଶୋଇପାରୁନଥିଲେ ରାତିରେ। ଆମେ ଏଠି ଗାମୁଛା ପାଖରେ ଶୋଇଥିବୁ, କିଏ ଆସିଲେ ଡର ନାହିଁ। ବାଘ ଆସୁ, ଭାଲୁ ଆସୁ, ବେଙ୍ଗ ଆସୁ, ସାପ ବେଙ୍ଗ କଙ୍କଡ଼ା ପିଛା ଚଢ଼େଇବେ, ଡର ନାହିଁ। କାହିଁ ସିଏ ଜାଣିଗଲେନି ଆମକୁ ସିଏ କାମୁଡ଼ିବେନି। ଆଚ୍ଛା, ଆପଣ ଯୋଉ ଜଟ ରଖିଛନ୍ତି, ଏଇ ଜଟରେ କଣ ସତରେ ସାପ ଶୋଇଥିଲା ଆସିକିରି? ମୁଁ ଶୋଇଥିଲି କମଳ ଘୋରେଇକି, ବାବା ଆସିଲା ବେଳକୁ ସେ ଗ୍ରିଲ୍ ନଥିଲା, ଫାଙ୍କା ଥିଲା। ଏଗୁଡ଼ା ଭାଲୁ ଫାଲୁ ସବୁ ବୁଲୁଥିଲେ।
ବାବା କହିଲା ଉଠୁନି ଉଠୁନି ସାପ କଙ୍କଡ଼ା ବି ମାରିଦେବ ମୁଁ ଆଉ କରି ହେଲିନି। ଆଚ୍ଛା ଆପଣଙ୍କ ଜଟରେ ସାପ ଶୋଇଥିଲେ? ହଁ କୋଉ ସାପ ଶୋଇଥିଲେ? ଧାମଣା ଏ ଧାମଣା ନା ବୋଡ଼ା। କଣ ହେଇଥିଲା ସେଦିନ ଘଟଣା ଟିକେ କୁହ? ଘଟଣା କିଛି ନାହିଁ ସଂକ୍ରାନ୍ତିରେ ଆସନ୍ତି ମୁଁ ଦିନ ଆଳତି କରୁଛି ପିଢ଼ା ତଳେ ନାଗ ସାପ ପଇଛି ମୁଁ ଯାଇ ଗଲାବେଳକୁ ସେ ନାଙ୍ଗୁଚ ବାଡ଼େଇ ଦେଲେ ପିଢ଼ା ଉପରେ ଟେକିଦେଲେ ମୁଁ କହିଲି ବୁଦ୍ଧି ଶିଖିବ ଯେ ମୁଁ ଆଳତି କରିବିନି ସେଠି ଆସ୍ତେ ଆସ୍ତେ ଗଲେ। ଆମେ ଭଗବାନ ସମସ୍ତେ କେମିତି ଭଲରେ ରହନ୍ତି ସମସ୍ତେ ଭଲରେ ରହିବେ ଆମେ ଯେଉଁ ଏକାଟା ଭଲରେ ରହିବା ସମସ୍ତେ ଆମକୁ ମାରିଦେବେ ସମସ୍ତେ ଖୁସି ରହିଲେ ସମସ୍ତେ ଖୁସି। ଆଚ୍ଛା ଏଇ ଜାଗାକୁ ନେଇକି ମାଳିକାରେ କଣ ଲେଖା ହେଇଛି? ଏଇଟା ହେଲା 5000 ବର୍ଷର ପୀଠ ବିରାଟ ରାଜାଙ୍କର ଆଙ୍କର 84 ଯୋଜନ କ୍ଷେତ୍ର ସେ ଅଷ୍ଟସମ୍ଭୂତି ସ୍ଥାପନ କରିଛନ୍ତି। ତାଙ୍କର ଲକ୍ଷ୍ୟ ପଦ୍ମ ଗାଈ ଥିଲେ ଲକ୍ଷ୍ୟ ପଦ୍ମ ଗାଈ ଗୋଧନ ବଳରେ ଏଠିକି ଶତ୍ରୁ ପଶି ପାରନ୍ତିନି। ପଞ୍ଚୁ ପାଣ୍ଡବ ଆସି ଏଠି ଅଜ୍ଞାତ ବନବାସ କରିଥିଲେ। ତାଙ୍କ ଗାଦି ତଳେ ଆମର ସୁଡ଼ଙ୍ଗ ଅଛି ସୁଡ଼ଙ୍ଗ ତଳେ ରାଣୀମାନେ ଯିବା ଆସିବା କରନ୍ତି। ରାଜା ଅଷ୍ଟସମ୍ଭୂ ଦର୍ଶନ କରି ଏଠି ଦୁଧିଆ ନାଳରୁ କ୍ଷୀର ଆସିବ ନାଳେ ନାଳେ ଏ ପୋଖରୀରେ ପଶିବ ପଶିଲେ ରାଜା ଆସିକିରି ବ୍ରାହ୍ମଣ ବୈଷ୍ଣବଙ୍କୁ ସୁବର୍ଣ୍ଣ ତ୍ରିଶୂଳ ସୁବର୍ଣ୍ଣ ବୃଷଭ କ୍ଷୀର ଚାଉଳ ଦାନ କଲେ ସେ ପ୍ରାଣୀ ଗ୍ରହଣ କରନ୍ତି ଥରେ ଖାଆନ୍ତି। 5000 ବର୍ଷରେ ଭଗବାନ ଆସିକିରି ନୀଳା କରନ୍ତି। ତାହେଲେ ଏ ପୀଠ ସେ ସକାଶେ ପବିତ୍ର। ଏଇଟା ଚନ୍ଦ୍ର ସୂର୍ଯ୍ୟଙ୍କ ଆସନ ବିରାଟ ପୁରୀ ଭଗବାନ ଚନ୍ଦ୍ର ସୂର୍ଯ୍ୟଙ୍କ ଯେ ଆସନ ଏଠି ସବୁ ଲୋକ ଆସିପାରିବେନି। ଏଇଟା ଭଗବତ ପୀଠ ସମସ୍ତେ କହିବେ ଆଉ କରିପାରିବେନି। ବଚନ ଯାହା ଦେବ କରିବ ନହେଲେ କହିବନି ଆଗରୁ ଭାଗବତର ପ୍ରମାଣ ସବୁ ଏଇଠି ଫସଲା ହେବ ଲାଷ୍ଟକୁ ସବୁ ଚାଲିଛି। ରାଜସିକ ତାମସିକ ପାଣି କେହି ରହିବେନି। ନାମକର ସବୁ ନାମକର ବାଟରେ ଚାଲ ବେଦ ଭିତ ଦୁଧ ଦହି କ୍ଷୀର ଫଳମୂଳ ଖା ମଦ ମାଂସ ଅଣ୍ଡା ଗୁଡ଼ା ଖାଆନି। ଭଗବାନ କହିଛନ୍ତି ମନରେ ଭାବିବୁ ବଚନରେ କହିବୁ ଶରୀର ଭୋଗ କଲେ 3ଟା ଯାକ ପାପ ଲାଗେ। ଏ ପାପ ସକାଶେ 9ଟା ଗ୍ରହ ଅଛନ୍ତି ତୁମକୁ ପନିସମେଣ୍ଟ ଦେବା ସକାଶେ ସେ ସବୁ ଭଗବାନ କାହାକୁ ଦେବେନି କାହାକୁ ନେବେନି। ସେ ତୁମକୁ ବୁଦ୍ଧି ଦେଲେ ପଇସା ନେବେ ଆଉ ପଇସା ନେଇ ତ ବୁଦ୍ଧି ନାହିଁ। ମୋବାଇଲ ଯେମିତି ଆଉ ମୋବାଇଲରେ ତୁମେ ପଇସା ପକାଉଛ ପଇସା ସରିଲା ଆଉ ସିଏ ତୁମକୁ କିଛି କହୁଛି କି? ଭଗବାନ ସେଇଆ ସେ ସୃଷ୍ଟି କରିଦେଇଛନ୍ତି। ତୁମେ ଜନ୍ମ ନେଇଛ ତୁମ ପୂର୍ବ ଅର୍ଜିତ କର୍ମରେ ତୁମେ ଜନ୍ମ ନେଇଛ ବେଦ ବିହିତ କର୍ମ କରି ଚଳ। ବାପା ମା ଭାଇ ଭଉଣୀ ସ୍ନେହ ଶ୍ରଦ୍ଧା ଭିତରେ ଚଳିଲେ ଖୁସି। ଆଉ ତୁମେ କମେଇବ କ'ଣ ବାପାକୁ ଦେବିନି ଭାଇକି ଦେବିନି ଯାଇ ମୋର ସେ ସହ କରିବି ତାଙ୍କ ଅଭିଶାପ ତୁମେ ପଡ଼ିବ। ସ୍ୱାମୀକି ପ୍ରେମ କରିବ ବର୍ଷଟା 12 ମାସ ସେଟା ଜ୍ଞାନ ତାଙ୍କର ଅଭାବ କୁସଙ୍ଗ ହେଇଗଲେ ଭଲ ସଙ୍ଗ ହେଲେ ଭଲ ବୁଦ୍ଧି ପାଇବ। ତ ପୂର୍ବଜନ ଭଲ ଥବ ଯେ ତୁମେ ଭଲ ସଙ୍ଗ ପାଇବ। ପୂର୍ବଜନ ଖରାପ ଥିଲେ କୁସଙ୍ଗୀ ହେବ ମଦ ମାଂସ ଅଣ୍ଡା ଖାଇ ନଷ୍ଟ ହୋଇଯିବ। ସେଇଟା ଗୋଟା ବାହାଘର ଲାଗିଥାଏ ଜଣଙ୍କର ତା ବୋହୂ ଗଲେ ଦେଖିବାକୁ ଝିଅକୁ ମୁଦି ଫୁଦି ପିନ୍ଧେଇ ଦେଇ ଆସିଲେ ରାଜି ହେଇଗଲା। ସେଠି ଯେତେବେଳେ ଯାଇ ପଚିଲା ଶ୍ୱଶୁର କହିଲା ତୁମେ କେଉଁ ଋତୁକୁ ଭଲ ପାଅ? ସେ କହିଲା ମୁଁ ବସନ୍ତ ଋତୁକୁ ଭଲ ପାଏ। କହିଲା ତୁ ମୋ ବୋହୂ ହେଇପାରିବୁନି କାଟିଦେଇ ପଳାଇଲା। କାହିଁକି କହିଲା ବସନ୍ତ ଋତୁକୁ ଭଲ ପାଏ ତାର ତୁ ସ୍ୱାମୀକି ଭଲ ପାଉଛୁ ପୁଅ ଝୁଅ ନାତି ନାତୁଣୀ 12 ମାସରେ 12 ପର୍ବ ତୁ ଏଗୁଡ଼ା ତ କିଛି ଜାଣିନୁ ତା ଏ ବୋହୂ ମୋର ନୁହେଁ କ୍ୟାନସଲ୍ କରିଦେଲା। ସେଇ ସକାଶେ ଶରୀର ବଞ୍ଚିବା ସକାଶେ ତୁମ ମାନୁଆଲ ଦିଆଯାଇଛି ଗୀତା ଭାଗବତ ସକାଳୁ ତୁମ ରାଜ୍ୟ ଚଳିବା ସକାଶେ 18 ଅଧ୍ୟାୟ ଗୀତା ଦିଆଯାଇଛି। କେଉଁଟା କର୍ମ ଯୋଗ କେଉଁଟା ଜ୍ଞାନ ଯୋଗ କେଉଁଟା ଧ୍ୟାନ ଯୋଗ କେଉଁଟା ବିଭୂତି ଯୋଗ କେଉଁଠି ସନ୍ନ୍ୟାସୀ ଯୋଗ ତୁମ ରାଜ୍ୟ ତୁମେ ପାଳିବ। ଭଗବାନ ଅର୍ଜୁନ କୃଷ୍ଣଙ୍କୁ କହିଛନ୍ତି ଗୀତା ଜ୍ଞାନ ହେଲେ ମୁଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ 14 ବ୍ରହ୍ମାଣ୍ଡ ନବଖଣ୍ଡ 21 ପୁରୀ ପାଳନ କରୁଛି। ଏ ଜ୍ଞାନ ମୁଁ ସୂର୍ଯ୍ୟଙ୍କୁ କହିଥିଲି ସୂର୍ଯ୍ୟ ଇକ୍ଷୁକୁ କହିଥିଲେ ଇକ୍ଷୁ ମନୁକୁ କହିଥିଲେ ମନୁ ମୁନି ଋଷି କହିଥିଲେ ମୁନି ଋଷି ପ୍ରଜାମାନେ କହିଥିଲେ ଜ୍ଞାନ ଆସ୍ତେ ଆସ୍ତେ ଲୋପ ହୋଇଗଲାଣି। ସେ ଅଜ୍ଞାନ ହେଇଗଲାଣି ସେ ଆଉ ମଣିଷ ନାହାନ୍ତି ପଶୁ ସାଙ୍ଗରେ ତୁଲ୍ୟ। ତୁମେ ପଶୁ ମାଂସ ଖାଉନା କି? ମାଛ ମାଂସ ହେଲା ପଶୁ ଯେମିତି ଆହାର ଖାଇବ ସେମିତିଆ ବୁଦ୍ଧି ହେବ। ସବୁ ଜାଗାରେ ଜଳ ଅନ୍ନ ମିଳେନି ଦେବ ଅନ୍ନ ଖାଇଲେ ଦେବ ବୁଦ୍ଧି ହେବ। ଆଉ ଶୃଙ୍ଗାର ଠିକ୍ ନାହିଁ ଚାଣକ୍ୟ ନେଇଗଲେ ପିତାମାତା ସଂଯୋଗ ବେଳେ ବିଜା ଲେଖିଲା କପାଳେ ପିତାମାତା ଫାଷ୍ଟ ଶୃଙ୍ଗାର ଦୋଷୀ ହେଲେ। ସେଇ ସବୁ ଯେଉଁ ପିତାମାତା ଛୁଆଙ୍କୁ ଆଧ୍ୟାତ୍ମ ନ ଶିଖା ସିଏ ବଡ଼ ଶତ୍ରୁ ଚାଣକ୍ୟ ଲେଖିଦେଇଛନ୍ତି। ହଁ ଶେଷ ନିଜ ଭୁଲ ନିଜେ ଯେବେ ଦେଖିବ ସବୁ ଠିକ୍। ଆମେ ଭୁଲ କଲେ ତୁମ ଉପରେ ଦେଇଦେବା ସିଏ ଭୁଲ ତା ଉପରେ ଦେଇଦେବା କେହି ଭୁଲ କାହାର ଦେଖୁନାହାନ୍ତି। ନିଜ ଭୁଲଟା ଯେତେବେଳେ ନିଜେ ଜାଣିନେବ ସେଥିରେ ସଂସାର ସୁନା। ତାହେଲେ ଏଥିରେ ଭୁଲ କାହାର ପ୍ରକ୍ରିୟା ନିଜର। ତୁମର 100ଟା ଇନ୍ଦ୍ରିୟ ଅଛନ୍ତି ଗୋଟିଏ ଯୁବତୀ ଅଛି। ଆଖି କହୁଛି ଭଲ ଦେଖିବି କାନ କହୁଛି ଭଲ ଶୁଣିବି ପାଟି କହୁଛି ଭଲ ଖାଇବି ଚମ କହୁଛି ସବୁ ଇନ୍ଦ୍ରିୟକୁ ତୁମେ ସଂଯୋଗ କଲେ ଆତ୍ମାର ବନ୍ଧୁ ହେବ। ଆଉ ଯେ ଇନ୍ଦ୍ରିୟକୁ ସଂଯୋଗ ନ କରିବା ତୁମ ଆତ୍ମାର ଶତ୍ରୁ ହେଇଗଲ। ସେଇ ସକାଶେ ତର୍କ ପାଷାଣ ଶାସ୍ତ୍ର ଅଭ୍ୟାସ କରିବୁ ନୀତି ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବୁ ନିତ୍ୟ।
ତୁମକୁ ଗାଡ଼ି ଦିଆହେଇଛି ଡିଏଲ୍ ଦିଆହେଇଛି ହେଲମେଟ୍ ଦିଆହେଇଛି ତୁମ ମଣିଷ ପାଇଁ ଗୀତା ଭାଗ ଦିଆହେଇଛି ତୁମକୁ କହିଛି ରାତି 4ରୁ ଗାଧୋ ତୁମେ ଗାଧୋଉଛ 8ଟା ବେଳକୁ ତାହେଲେ ରକ୍ତ ସ୍ନାନ କଲ ପଞ୍ଚଭୂତରେ ଶରୀର ତିଆରି ତୁମର ପଞ୍ଚଭୂତ ଊର୍ଦ୍ଧ୍ୱଗାମୀ ହେଲା କାମ କ୍ରୋଧ ମୋହ ମାୟା ଅହଙ୍କାର ବଢ଼ିଲା ଅଳ୍ପ ଆହାର ମନ ସ୍ଥିର ତୁମେ ପେଟେ ଖାଇଲ ଶୋଇଲ ନିଦା ହେଲା କାମନା ହେଲା ଏସା କରିବି ତେସା କରିବି ବାପା ମାଆଙ୍କୁ ମାନିବିନି କାହାକୁ ମାନିବିନି ତୁମକୁ ପୃଥିବୀ କିଏ ଆଣିଛି ପିତାମାତା ଆଣିଛନ୍ତି ତୁମ ପୂର୍ବ ଅର୍ଜିତ କର୍ମଫଳ ସେ ଜନ୍ମ ଦେଇଛନ୍ତି ତୁମକୁ ସେ ସୃଷ୍ଟି ଦେଖେଇଲେ ପୃଥିବୀଟା ହେଲା ଜଙ୍ଗଲ ଜଙ୍ଗଲ କେଉଁ ନିଆଁ ତ ଚାରା ଭିତରେ ଦେଖି ଏଇଟା ଭଲ ଏଇଟା ମନ୍ଦ ଏଇଟା ଖରାପ ତା ଭିତରୁ ଆସିକିରି ତୁମ ସଂସାର ଆତ୍ମାକୁ ଉଦ୍ଧାର କରିବ ଆଉ ମନକୁ ମନ ଯିଏ ମୁରବୀ ହେବ ଜଗନ୍ନାଥ ଏତେ ମନ୍ଦିର ସବୁ ଅଛନ୍ତି ଗୋଟିଏ ବାନା ନା ଗୋଟିଏ ମୁରବି ବାନା 10 ଜଣ ମୁରବି ଅଛନ୍ତି ତୁମେ ଯାଇକିରି ବେତ ପାହାର ଖାଉ 2 ପାହାର ପଇସା ଦେଉନା କାହିଁକି ଖାଉଛ ବେତ ପାହାର ହେଲେ ତୁମେ ମୋ ପାଖରେ ଅଛି ସିଆଡ଼େ ଅନେକ ଭିଡ଼ି ନେବେ ପଇସା ଦେଲେ ବୁଦ୍ଧି ଶିଖିବ।